ज्ञान 34। हे दुर्भाग्य तुमे धन्य, कारण तुमरी सकाशे ही मु मोर परम प्रेमीकर मुख दर्शन करिपारिछि। हे दुर्भाग्य तुमे धन्य, कारण तुमरी सकाशे ही मु मोर परम प्रेमीकर मुख दर्शन करिपारिछि। ସେଇ ସେଇଟା ଯେମିତି ଥିଲା ଏଇଟା ସେମିତି ସେଇଭଳି ଭାବରେ ତାକୁ ଆଉ ଟିକେ କହୁଛନ୍ତି। ଅନେକଙ୍କ ଆପଣ ଜୀବନରେ ଦେଖିବେ, ଯେତେବେଳେ ବଡ ବିପଦ ଆସି ପହଞ୍ଚେ ସେତେବେଳେ ଆମେ ମାମା 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 ବା ନିଜର ଇଷ୍ଟ ଦେବଙ୍କୁ ଅନ୍ୟମାନେ ସାଙ୍ଗେ ସାଙ୍ଗେ ଡାକନ୍ତି। ନହେଲେ କଣ ହୁଏ, ଯେ ପର୍ଯ୍ୟନ୍ତ ଆମ ଜୀବନରେ ବିପଦ ଆସିନଥାଏ ସେତେବେଳେ ଆମେ ଏମିତି ଆରାମରେ ମଉଜ ମଜଲିସ କରୁଥାଉ, କାମନା ବାସନାରେ ମତ୍ତ ଥାଉ, ଏଇ ସଂସାର ଭିତରେ ମତ୍ତ ଥାଉ, ଅହଂ ସ୍ୱାର୍ଥରେ ପରିଚାଳିତ ହେଇ ଚାଲିଥାଉ। ଯେତେବେଳେ ବଡ ବିପଦ ଆସି ପହଞ୍ଚେ ସେତେବେଳେ ଆମେ ବ୍ୟସ୍ତ ହେଇକିରି ମାଙ୍କୁ ଡାକୁ। ହଠାତ୍ ଆପଣଙ୍କ ଆଗରେ କିଛି ଗୋଟେ ମାମା ମାମା ଆପଣ ଡାକନ୍ତି, ନାଇଁ କି? ତେଣୁ ଏଠି କହୁଛନ୍ତି ଏହା ସମ୍ପୂର୍ଣ୍ଣ ସତ କଥା। କୋଉ କଥା? ନା, ଦୁଃଖ ଓ ଦୁର୍ଭାଗ୍ୟ ମଧ୍ୟ ଦେଇ ପରମେଶ୍ୱରଙ୍କର ମୁଖ ଦର୍ଶନ ସମ୍ଭବ ହୁଏ ଯଦି ଯଦି ଦୁଃଖ ଆଉ ଦୁର୍ଭାଗ୍ୟ ମଧ୍ୟ ଦେଇ ପରମେଶ୍ୱରଙ୍କର ମୁଖ ଦର୍ଶନ ସମ୍ଭବ ହୁଏ, ତେବେ ତାକୁ ଆଉ ଦୁଃଖ ବା ଦୁର୍ଭାଗ୍ୟ ବୋଲି କୁହାଯିବ କି? କେମିତି କୁହାଯିବ? କୁହାଯିବନି। ତେଣୁ ମା ଲେଖୁଛନ୍ତି ଏହା ସମ୍ପୂର୍ଣ୍ଣ ସତ କଥା, କାରଣ ତାହା ଆଉ ଦୁର୍ଭାଗ୍ୟ ବୋଲି କୁହାଯିବ ନାହିଁ। କାହିଁକିନା ଯୋଉ ଦୁର୍ଭାଗ୍ୟ ଆପଣ ଯାହାକୁ କହୁଛନ୍ତି ତା ଫଳରେ ଯଦି ମୁଁ ପ୍ରଭୁଙ୍କୁ ଦର୍ଶନ ପାଇଲି, ତାହେଲେ ଦୁର୍ଭାଗ୍ୟ କେମିତି ହେଲା? ହିରଣ୍ୟ କଶ୍ୟପଙ୍କର ଯେତେ ଅତ୍ୟାଚାର ହେଲା, ପ୍ରହ୍ଲାଦଙ୍କର ସେତେ ଭଗବାନଙ୍କ ପ୍ରତି ଆସ୍ଥା, ବିଶ୍ୱାସ, ନିର୍ଭରତା ଦୃଢରୁ ଦୃଢ ହେଇକା ଗଲା। ଯେତେବେଳେ ଅତି ତୀବ୍ର ହେଇଗଲା ଯେ ସେତେବେଳେ ପ୍ରଭୁ ନିଜେ ଦର୍ଶନ ଦେଲେ, ତେବେ ତାଙ୍କୁ ସେଇ ଯୋଉ ତାଙ୍କ ବାପାଙ୍କର ଯେତିକି ଯୋଉ ଅତ୍ୟାଚାରଟା, ସେଇଟା ତାଙ୍କ ପାଇଁ ଭଗବାନଙ୍କୁ ଯଦି ଦର୍ଶନ ଆଣି ଦେଲା, ତେବେ ସେ ତାକୁ ସୌଭାଗ୍ୟ ମଣିବେ ନା ଦୁର୍ଭାଗ୍ୟ ବୋଲି କହିବେ? ଯଦି ଆମେ କିଞ୍ଚିତ ଅଧିକ ପ୍ରଜ୍ଞାର ସମର୍ଥ ହୋଇପାରନ୍ତୁ, ଠିକ ଘଟଣା ଗୁଡିକର ଗଭୀରତର ପରିଣାମ ଗୁଡିକୁ ଅବଲୋକନ କରିପାରନ୍ତୁ, ତେବେ ଅବଶ୍ୟ ଦେଖିବାକୁ ପାଆନ୍ତୁ ଯେ ସେହି ବିପତ୍ତି ଗୁଡିକ ଆମକୁ ପ୍ରକୃତରେ ଆହୁରି ଅଧିକ ସତ୍ୱର ଭାବରେ ଦିବ୍ୟ ପରମ ସତ୍ତା ଓ ପରମ ପ୍ରେମିକଙ୍କ ଆଡକୁ ପରିଚାଳିତ କରି ନେଉଛନ୍ତି।